ସକାଳ 9ଟାରେ କ'ଣ ପାଇଁ ଏକ ନୂଆ ସ୍କୁଲରେ ପହଞ୍ଚିଲି ଅଳ୍ପ ଆଗକୁ ଚାଲନ୍ତୁ ଜାଣିବେ। ସମସ୍ତଙ୍କୁ ସୁପ୍ରଭାତ। ସକାଳେ ବେଡ୍ ସଜାଡ଼ିବା ପରେ ରେଡ଼ି ହୋଇଥିଲି ଜିମ୍ ପାଇଁ। ପ୍ରପର୍ଲି ବଡ଼ିକୁ ଷ୍ଟ୍ରେଚିଂ କରିବା ପରେ ଚେଷ୍ଟ ପାଇଁ ଡମ୍ବେଲ୍ ଫ୍ଲାଏ, ସ୍ମିଥ୍ ମେସିନ୍ ବେଞ୍ଚ ପ୍ରେସ୍ ଓ ପରେ ୱାର୍କଆଉଟ୍ ଶେଷ କରିଥିଲି କେବୁଲ୍ ଫ୍ଲାଏରେ। ବ୍ରେକଫାଷ୍ଟରେ ଭାତ ସହ ପନିର ଓ ସୋୟାବିନ୍ ଖାଇଥିଲି। ସତରେ ନିଜେ ପ୍ରସ୍ତୁତ କରିଥିବା ଖାଦ୍ୟର ସ୍ୱାଦ ଟିକେ ନିଆରା। ସ୍କୁଲ ପାଇଁ ରେଡ଼ି ହେଉ ହେଉ ପୋଜିଂ କରିଦେଇଥିଲି ଆଉ। ବିଜ୍ଞାନ କୁଇଜ୍ ପାଇଁ ମୋ ବିଦ୍ୟାଳୟର ପିଲାମାନଙ୍କୁ ନେଇ ପହଞ୍ଚିଥିଲି ରସମତଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପିଲାମାନଙ୍କୁ ଧୈର୍ଯ୍ୟର ସହ କେମିତି ସମସ୍ତ ପ୍ରଶ୍ନର ଉତ୍ତର ଦେବେ କହୁ କହୁ ଆସିଗଲା ରେଜିଷ୍ଟ୍ରେସନ ପାଇଁ ଡାକରା। ପରେ ମୁଁ ମୋର ବିଦ୍ୟାଳୟରେ ପହଞ୍ଚିଯାଏ ତ ପିଲାମାନଙ୍କର ଉଚ୍ଚ ସ୍ୱର ଶୁଣି ଦୌଡ଼ି ଯାଇଥିଲି ତାଗିଦ କରାଇବା ପାଇଁ। ତାଗିଦ ବା କ'ଣ କରାଇବି, ସେମାନଙ୍କର ଉଚ୍ଚ ସ୍ୱରରେ ପାଠ ପଢ଼ୁଥିବାର ଦେଖି ମୋର ମନ ଖୁସିରେ କୁଣ୍ଢେମୋଟ ହୋଇଗଲା। ସାର୍ ବି ସେମାନଙ୍କୁ ପୁରା ସହଯୋଗ କରୁଥିଲେ। ପରେ ଫେରି ଯାଇଥିଲି ମୋର ସେ ବିଗତ ସ୍କୁଲକୁ। ପିଲାମାନେ ଦେଖିବା ମାତ୍ରେ କହିଲେ, ପଳେଇବୁ ସାର୍। ବାସ୍ ଆଇସ୍କ୍ରିମ୍ ଗୋଟେ ଗୋଟେ ଧରେଇ ଦେଲି ଆଉ। ହେଇଗଲା ସମାଧାନ। ଆଜି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ଅନୁଷ୍ଠିତ ହୋଇଥିଲା। ରାର ମୂଳ ଲକ୍ଷ୍ୟ ହେଉଛି ପିଲାମାନେ କିପରି ଗଣିତ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଆଗକୁ ଦୁଇ ପାଦ ବଢ଼ିବେ। ଏଇଭଳି ପ୍ରତିଯୋଗିତା ଯେ କେତେ ପିଲାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ତୋଳୁଛି ତାର କଳନା ନାହିଁ। ଶେଷରେ କୃତକାର୍ଯ୍ୟ ଲାଭ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ ହେଲା। ରାତିରେ ସମଲେଶ ସହ ରୁଟି ଡାଲମା ଖାଇଥିଲି। ବ୍ଲଗଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ।